ଆଦର୍ଶଙ୍କ ସର୍ଜରୀ ହେବ। ହଁ ଦର୍ଶକ ବନ୍ଧୁ, ଏମଏଲଏ କହିବେ ରୂପସାଙ୍କୁ, ଦେ ତାଲି ଦେ। ଆରେ ଆଜି ତ ତୋର ଖୁସିର ଦିନ। ଏତେ ଦିନ ହେଲା ଯାହା କରିପାରୁ ନଥିଲୁ ଆଜି କରିକି ଦେଖେଇଲୁ। ଆରେ ପୁରା ମହାପାତ୍ର ଫ୍ୟାମିଲି ଏବେ ତ ପାଦ ତଲେ। ଖୁସିକୁ ତୁ ସେଲିବ୍ରେଟ୍ ନ କରି ମୁହଁ ଓହ୍ଲେଇ କାହିଁକି ଠିଆ ହେଇଛୁ? ଆରେ ଇଏ ତ ତୋର ସବୁଠୁ ବଡ଼ ୱିନ୍। ଆନନ୍ଦ ମହାପାତ୍ର ଆଦର୍ଶ ମହାପାତ୍ରଠୁ ତୁ ପ୍ରତିଶୋଧ ନେଲୁ। ଆରେ ସେ ଦି ଜଣଙ୍କୁ ବର୍ବାଦ କଲୁ। ଆଦର୍ଶ ଆଉ ପଲ୍ଲବୀକୁ ପରସ୍ପରଠୁ ଅଲଗା କଲୁ। ଏହାପରେ ରୂପସା କହିବେ, କିନ୍ତୁ ଆଦର୍ଶଙ୍କ ଜୀବନ ତ ଏବେ ବିପଦରେ ନା ଡ୍ୟାଡ୍। ସେ ଭଲ ହେବା ଖବର ନ ଶୁଣିବା ପର୍ଯ୍ୟନ୍ତ ମୁଁ ସେଲିବ୍ରେଟ୍ କରିବି କେମିତି? ଯଦି ଆଦର୍ଶଙ୍କ ଅପରେସନ୍ ସକ୍ସେସଫୁଲ୍ ନ ହୁଏ ତାହେଲେ? ଏହାପରେ ଏମଏଲଏ କହିବେ, ଆରେ ତାର ଯଦି ମରିବାର ଥିବ ସିଏ ମରିବ, ସେଥିରେ ଆମେ କ'ଣ କରିପାରିବା? ଆରେ ଆମେ ତ ବରଂ ଖୁସି ହେବା କଥା। ଆମ ତାଲିକାରେ ଗୋଟେ ଶତ୍ରୁ ସବୁଦିନ ପାଇଁ ଶେଷ ହେଇଗଲା। ଏହାପରେ ରୂପସା ରାଗିକି କହିବେ, ଖବରଦାର ଡ୍ୟାଡ୍, ଆଦର୍ଶଙ୍କ ବିଷୟରେ ଆପଣ ଯଦି ଆଉ ଥରେ ଏମିତି କହିଛନ୍ତି ତାହେଲେ ମୁଁ ଭୁଲିଯିବି ଆପଣ ମୋ ଡ୍ୟାଡ୍ ବୋଲି। ଏହା ଶୁଣି ଏମଏଲଏ ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ରୂପସା କହିବେ, ମାମା ବୁଝାଅ ଡ୍ୟାଡ୍କୁ। ତାଙ୍କୁ କୁହ ଆଦର୍ଶ କେବଳ ମୋର ସିଏ। ଆଉ ସେଇଥିପାଇଁ ତାଙ୍କୁ ଭଲ ହେବା ନିହାତି ଦରକାର। ଆଉ ଏପଟେ ଆନନ୍ଦ ଇସାରାରେ ଆଦର୍ଶଙ୍କ କଥା ପଚାରିବେ। ତାପରେ ଗୌରବ କହିବେ, ବଡ଼ମା, ବଡ଼ ବାପା ଆଦର୍ଶ ବିଷୟରେ ପଚାରୁଛନ୍ତି। ତାପରେ ରିମଝିମ୍ କହିବେ, ବଡ଼ ବାପା, ଆପଣଙ୍କୁ ମୁଁ ମିଛ କହିବିନି। ଆଦର୍ଶଙ୍କର ଅପରେସନ୍ କରିବା ଜରୁରୀ ଥିଲା। ସେଇଥିପାଇଁ ତାଙ୍କର ଏବେ ଅପରେସନ୍ ଚାଲିଛି। ୟୁଏସ୍ରୁ ଡକ୍ଟର ଆସିଛନ୍ତି ତାଙ୍କୁ ଅପରେସନ୍ କରିବା ପାଇଁ। ତେଣୁ ଆପଣ ବ୍ୟସ୍ତ ହୁଅନ୍ତୁନି। ଅପରେସନ୍ ପରେ ଆଦର୍ଶ ନିଶ୍ଚୟ ବଞ୍ଚିଯିବେ। ଏମିତି କଥା ଶୁଣି ଆନନ୍ଦଙ୍କ ଦେହ ଖରାପ ହେବାକୁ ଲାଗିବ। ଏହାପରେ ଗୌରବ କହିବେ, ରିମଝିମ୍, ବଡ଼ ବାପାଙ୍କ ଆଗରେ ଏସବୁ କହିବା କ'ଣ ଦରକାର ଥିଲା? ତାପରେ ରିମଝିମ୍ କହିବେ, ମୁଁ ତ ଯାହା କହିଛି ସତ କହିଛି। ଏହାପରେ ଗୌରବ କହିବେ, ଦେଖୁଛ ତ ତାଙ୍କ ଅବସ୍ଥା ଏବେ କ'ଣ ହେଲା? ତାପରେ ଡକ୍ଟର ଆସି କହିବେ, କ'ଣ ହେଲା? ଆରେ ହଠାତ୍ ଆନନ୍ଦ ବାବୁଙ୍କ ଅବସ୍ଥା ବିଗିଡ଼ିଗଲା କେମିତି? ତାଙ୍କ କଣ୍ଡିସନ୍ ତ ଷ୍ଟେଡି ଥିଲା। ତାପରେ ବିନୋଦ କହିବେ, ନାଇଁ ମାନେ? ଭାଇ ଆଦର୍ଶ କଥା ପଚାରିଲେ। ଆଉ ରିମଝିମ୍ ଏହାପରେ ଡକ୍ଟର କହିବେ, ଆପଣମାନେ ଆଦର୍ଶ ବାବୁଙ୍କ କଥା ତାଙ୍କୁ କାହିଁ କହୁଥିଲେ? ଦେଖିଲେ ତ ତାଙ୍କୁ କେତେ କଷ୍ଟ ହେଇଛି। ସିଷ୍ଟର, ଶୀଘ୍ର ଇଞ୍ଜେକ୍ସନ୍ ରେଡି କର। ତାପରେ ଡକ୍ଟର ଆନନ୍ଦଙ୍କୁ ଇଞ୍ଜେକ୍ସନ୍ ଦେଇ ବେହୋସ କରିଦେବେ। ଆଉ କହିବେ, ଆପଣମାନେ ଆନନ୍ଦ ବାବୁଙ୍କୁ ଜୀବନରୁ ମାରିଦେବାକୁ ଚାହୁଁଛନ୍ତି ନା କ'ଣ? ଆପଣ କାହିଁକି ତାଙ୍କ ଆଗରେ ଆଦର୍ଶ ବାବୁଙ୍କ କଥା କହୁଥିଲେ? ଏହାପରେ ରିମଝିମ୍ କହିବେ, ଆଜି ନହେଲେ କାଲି ତ ବଡ଼ ବାପା ଏ ସତ କଥା ନିଶ୍ଚୟ ଜାଣିଥାନ୍ତେ। ତେଣୁ ଆଜି କହିଦେଲେ ଅସୁବିଧା କ'ଣ? ତାପରେ ଡକ୍ଟର କହିବେ, ମୁଁ ଯଦି ଠିକ୍ ସମୟରେ ପହଞ୍ଚି ନଥାନ୍ତି ତାହେଲେ ପୁଣି ଥରେ ସେ କୋମାକୁ ଚାଲିଯାଇଥାନ୍ତେ। ଆପଣମାନେ ବୁଝୁଛନ୍ତି ତ? ଦେଖନ୍ତୁ ବଡ଼ କଷ୍ଟରେ ସେ କୋମାରୁ ଫେରିଛନ୍ତି। ତାଠୁ ଆହୁରି ଅଧିକ କଷ୍ଟ କରି ସେ ସାରା ଜୀବନ କେମିତି ପାରାଲାଇଜ୍ ନ ରହିବେ ସେଇଥିପାଇଁ ଆମେ ଚେଷ୍ଟା କରୁଛୁ। କିନ୍ତୁ ଆପଣ କଥାକୁ କେମିତି ଲାଇଟଲି କହିଗଲେ। ତାପରେ ମାୟା ସେଠାରୁ କାନ୍ଦି କାନ୍ଦି ଚାଲିଯିବେ। ତାପରେ ଡକ୍ଟର କହିବେ, ଯାଆନ୍ତୁ, ଆପଣମାନେ ସମସ୍ତେ ବାହାରକୁ ଯାଆନ୍ତୁ ପ୍ଲିଜ୍। ଏହାପରେ ଗୌରବ କହିବେ, ରିମଝିମ୍, ୟା ପରେ ତମେ ବଡ଼ ବାପାଙ୍କୁ କିଛି କହିବା ତ ଦୂରର କଥା, ୟା ପରେ ତମେ ତାଙ୍କ ସାମ୍ନାକୁ ଯଦି ଆସିବାକୁ ଚେଷ୍ଟା କର ତାହେଲେ ମୋଠୁ ଖରାପ ଆଉ କେହି ହେବେନି। ଚାଲ ଏଠୁ, କହିକି ରିମଝିମ୍କୁ ଟାଣିକି ନେବେ। ଆଉ ଏପଟେ ଏମଏଲଏ କହିବେ, ଆଚ୍ଛା ମାମା, ତୋ କଥା ମୁଁ ମାନିଲି, ପାଟିରେ ତାଲା ପକେଇଲି। ଆଦର୍ଶ ବିରୁଦ୍ଧରେ ଆଉ କେବେ କିଛି କହିବିନି। କିନ୍ତୁ ମା, ଆଦର୍ଶ ପ୍ରେମରେ ପାଗଳ ହେଇ ମହାପାତ୍ର ଫ୍ୟାମିଲିଠୁ ପ୍ରତିଶୋଧ ନେବାରେ ତୁ ତରଳି ଯିବୁନି ତ? ଏହାପରେ ରୂପସା କହିବେ, ବିଲକୁଲ ନାହିଁ। ମୁଁ ସେମାନଙ୍କୁ ଘୃଣା କରେ। ଏମିତିକି ଆଦର୍ଶକୁ ବି ମୁଁ ଘୃଣା କରେ। ମୋ ପ୍ରେମକୁ ଅନେକ ଥର ଗୋଡ଼ରେ ଆଡ଼େଇ ଦେଇଛନ୍ତି ସିଏ। ମୋତେ ବାହା ହେଇ ଡିଭୋର୍ସ ବି ଦେଇଛନ୍ତି। ମୁଁ ତାଙ୍କୁ ଏତେ ଶୀଘ୍ର ମରିବାକୁ ଦେବିନି ଡ୍ୟାଡ୍। ମରିବା ଆଗରୁ ସେ ମୋର ହେବା ଦରକାର। ସାରା ଜୀବନ ତାଙ୍କୁ ମୁଁ ମୋ ପାଦ ତଳର ଗୋଲାମ ବନେଇ ରଖିବି। ତାପରେ ଯାଇ ମୋତେ ମୋ କଲିଜାକୁ ଶାନ୍ତି ମିଳିବ। ଏହାପରେ ଏମଏଲଏ କହିବେ, ସାବାସ୍, ସାବାସ୍ ରୂପସା, ମାଲିନୀ, ଯାହା ହଉ, ମୋ ମନଲାଖି ଝିଅଟିଏ ଜନ୍ମ ଦେଇଛ ତମେ। ମୋ ପରେ ମୋ ଇମ୍ପାୟାରର ଉତ୍ତରାଧିକାରୀ ହେବାର ଯୋଗ୍ୟ ସିଏ। ମୁଁ ତୋଠୁ ଠିକ୍ ଏଇଆ ହିଁ ଆଶା କରୁଥିଲି ମା। ଆଚ୍ଛା ମା, ତୁ ସେମାନଙ୍କୁ ସେମାନଙ୍କ ପ୍ରପର୍ଟି ଦେଇଦେଲୁ ନା ନାହିଁ?
ଏହାପରେ ରୂପସା କହିବେ, ନା, ସେମାନେ ମୋତେ ଏପର୍ଯ୍ୟନ୍ତ ମାଗି ନାହାନ୍ତି। ସେଇଥିପାଇଁ ସେମାନଙ୍କ ବନ୍ଧା ରଖିଥିବା ପ୍ରପର୍ଟି ଏପର୍ଯ୍ୟନ୍ତ ଫେରେଇନି। ଆଚ୍ଛା ଡ୍ୟାଡ୍, ଆପଣ ସେମାନଙ୍କ ଉପରେ ଯୋଉ ଫ୍ରଡ୍ କେସ୍ ଲଗେଇଛନ୍ତି, ଆପଣ ଆପଣଙ୍କ ଲୋକମାନଙ୍କୁ କହିକି ସେ ଫ୍ରଡ୍ କେସ୍ ଉଠେଇ ଦିଅନ୍ତୁ। ଆଉ ସେମାନଙ୍କ ଉପରେ ଲିଗାଲ ଆକ୍ସନ ନେବା ବନ୍ଦ କରିଦିଅନ୍ତୁ। ତାହେଲେ ଯାଇ ସେମାନଙ୍କର ମୋ ଉପରେ ବିଶ୍ୱାସ ଆସିବ। ଆଉ ସବୁ ପରେ ବି ସେ ଟୋଟାଲ ପ୍ରପର୍ଟି ତ ମୋର ହେବ ନା। ଆଉ ଏପଟେ ପଲ୍ଲବୀ କହିବେ, ଦାଦା, ଆପଣ ସେ ରୂପସା ଉପରେ ନଜର ରଖିଥିବେ। ସେ ଯେମିତି ଚାଲାକ କରି ସବୁ ସମ୍ପତ୍ତି ହଡପ କରି ନ ଦଉ। ତାପରେ ବିନୋଦ କହିବେ, ନାଇଁ ପଲ୍ଲବୀ, ମୁଁ ସବୁ କିଛି ଲେଖି ରଖିଛି। ଆଦର୍ଶ ଭଲ ହେବା ପରେ ସେ ସବୁ ପ୍ରପର୍ଟି ଆଉ ବିଜନେସ୍ ସବୁ କିଛି ଫେରେଇ ଦେବ। ତାପରେ ମମତା କହିବେ, ପ୍ରପର୍ଟି ମିଳିଗଲେ ବି ସେ ପ୍ରପର୍ଟି ଆଣି ଆମକୁ ଆଉ ମିଳିବ କ'ଣ? ଯୋଉଠି ଘରର ଲକ୍ଷ୍ମୀ ଘର ଛାଡ଼ି ଦୂରେଇ ଯାଉଛି। ତାପରେ ରିମଝିମ୍ ମନେ ମନେ କହିବେ, ଶାଶୁ ମାଙ୍କୁ ସବୁବେଳେ ସେ ପଲ୍ଲବୀ ଚିନ୍ତା କାହିଁକି ଲାଗୁଛି କେଜାଣି? କେବେ ତ ଥରେ ତାଙ୍କ ଆଖିକୁ ମୁଁ ଦେଖା ଯାଉନି। ପୁଣି ମମତା ପଲ୍ଲବୀ ପାଖକୁ ଯାଇ କହିବେ, ପଲ୍ଲବୀ, କ'ଣ ଆଉ କିଛି ଅଲଗା ରାସ୍ତା ନାହିଁ ଯୋଉଥିରେ ତୁ ଆମକୁ ଛାଡ଼ି ଆଉ ତତେ ଯିବାକୁ ପଡ଼ିବନି? ଏହାପରେ ପଲ୍ଲବୀ କହିବେ, ଯିବାକୁ ତ ମୁଁ ବି ଚାହୁଁନି ସାନମା, କିନ୍ତୁ କ'ଣ କରିବି, ମୋ ପାଖରେ ଆଉ କିଛି ଅଲଗା ବାଟ ନାହିଁ। ଏହାପରେ ମମତା କହିବେ, ପଲ୍ଲବୀ, ରୂପସା ଆମ ସମସ୍ତଙ୍କୁ ଶାନ୍ତିରେ ରହିବାକୁ ଦେବନି। ସେ ତାର ଆମ ସମସ୍ତଙ୍କୁ ପିରତ ଦାସ ବନେଇ ଦେବ। ତୁ ହିଁ କେବଳ ତାର ଠିକ୍ ଜବାବ ଦେଇ ପାରୁଥିଲୁ। ତାପରେ ପଲ୍ଲବୀ କହିବେ, ନାଇଁ ସାନମା, ସିଏ ଆଉ ସେମିତି କିଛି ବି କରିବନି। କାରଣ ସେ ଯାହା ଚାହୁଁଥିଲା ତାକୁ ସବୁ କିଛି ମିଳିଗଲା। ଆପଣ ସେସବୁ ବିଷୟରେ ଚିନ୍ତା କରନ୍ତୁନି ସାନମା। ଚାଲନ୍ତୁ ଆମେ ସମସ୍ତେ ମିଶି ଆଦର୍ଶଙ୍କ ବିଷୟରେ ଚିନ୍ତା କରିବା। ଏବେ ତାଙ୍କ ଅପରେସନ ବି ଷ୍ଟାର୍ଟ ହେଇଯିବଣି। ଆଉ ଏପଟେ ମାଲିନୀ କହିବେ, ନାଇଁ ନାଇଁ, ତୁ ଏବେ ସେମାନଙ୍କ ସହିତ କୌଣସି ଖରାପ ବ୍ୟବହାର କରିବୁନି ରୂପସା। ତାପରେ ଏମଏଲଏ କହିବେ, କାହିଁକି? ମହାପାତ୍ର ଫ୍ୟାମିଲି ପ୍ରତି ତମ ମନରେ ଏତେ ଦୟା କାହିଁକି ମାଲିନୀ? ତାପରେ ମାଲିନୀ କହିବେ, ଦୟା ନୁହେଁ ଭୈରବ, ଏବେ ସେଠି ସବୁ କିଛି ରୂପସା ହିସାବରେ ଚାଲୁଛି। ତେଣୁ ସେଠି ଏବେ କୌଣସି ଡିଷ୍ଟର୍ବାନ୍ସ କ୍ରିଏଟ୍ କରିବା କିଛି ଦରକାର ନାହିଁ। ରୂପସା, ତୁ ପ୍ରଥମେ ସେଠିକି ଯାଇକି ତୋ ନିଜ ବେଷ୍ଟ ଷ୍ଟ୍ରଙ୍ଗ କର। ପଲ୍ଲବୀ ସେଠୁ ଚାଲିଯିବ ଆଉ ଆନନ୍ଦ ମହାପାତ୍ର ସବୁଦିନ ପାଇଁ ପାରାଲାଇଜ୍ ହେଇକି ପଡ଼ି ରହିବ। ତାକୁ ଦେଖି ଦେଖି ମାୟା ସମ୍ପୂର୍ଣ୍ଣ ଅସହାୟ ହେଇ ପଡ଼ିବ। ରିମଝିମ୍, ମମତା, ବିନୋଦ ଆଉ ଗୌରବ, ଏମାନେ ତ ସେଠି ଆରମ୍ଭରୁ ଗୋଲାମୀ ହେଇ ପଡ଼ି ରହିଛନ୍ତି। ଆଉ ଆଗକୁ ବି ସେମାନେ ଠିକ୍ ସେମିତି ଗୋଲାମ ହେଇ ପଡ଼ି ରହିବେ। ଆଉ ସେମାନଙ୍କ ଉପରେ ଶାସନ କରିବୁ ରୂପସା। ତାଙ୍କୁ କେବେ ଘରୁ ବାହାର କରିବା ଚିନ୍ତା କରିବୁନି। ନହେଲେ ଆଦର୍ଶ ତୋର ଶତ୍ରୁ ପାଲଟି ଯିବ। ଯଦି ତୁ ସେଠି ସମସ୍ତଙ୍କ ସହିତ ନର୍ମାଲ ବିହେଭ୍ କରିବୁ, ତାହେଲେ ତୋତେ ସେଠି କେହି ଓପୋଜ କରିବେନି ରୂପସା। ଆଉ କିଛି ଦିନ ପରେ ତୁ ମାୟାକୁ କନଭେନ୍ସ କରି ଆଦର୍ଶକୁ ବାହା ହେଇଯିବୁ। ଆଉ ସେତେବେଳେ ତୋ ପାଇଁ ଏ କାମ ସହଜ ହେବ। ତାପରେ ରୂପସା କହିବେ, ତମେ ଠିକ୍ କହିଛ ମାମା। ଆଜିଠୁ ତାହେଲେ ମୁଁ ସେମାନଙ୍କ ପାଇଁ ଏକ୍ସଟ୍ରା ସୁଇଟ୍ ହେଇଯିବି। ଏବେ ଆଦର୍ଶଙ୍କ ସର୍ଜରୀ ଆରମ୍ଭ ହେଇଯିବଣି। ତେଣୁ ମୁଁ ଯାଉଛି। ଆଗ ମନ୍ଦିର ଯିବି, ତାପରେ ହସ୍ପିଟାଲ ଯିବି। ତ ଦର୍ଶକ ବନ୍ଧୁ, ରୂପସା କ'ଣ ତା ପ୍ଲାନରେ ସଫଳ ହେବ କି? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।